हे दिन बांधव दुखरी आउ केते दिन ए दुनिया सामने मते मिछ अभिनय करिबा पई पड़िबो ठाकुरी आउ केते दिन बुढ़ा बयस रे हाँ ठाकुरी बुढ़ा बयस रे कुलरे पुत्र संतानटी जन्म देल पुत्र संतान जन्म देवा किछि क्षण परे पुअठारु माँ को मध्य अलग करदेल मातृहरा हो गला पुअटा मोर किए देव मार ममता किए देव मार स्नेह यही कथा भाविला बेलू यही कथा भाविला बेलू ये मो छातीर कलिजाटा खंड खंड हो जाऊँ ठाकुरी ये मो छातीर कलिजाटा खंड खंड हो जाऊँ ठाकुरी पुओ ठारू माँ को तो अलग करदे सबुदिन आर पारी को नहीं गली मते मध्य सुस्थ सबल रखले ठाकुरी मते मध्य श्वास रोगी करदे केते बेले को मुहूर्त ए पिंडर प्राण छाड़ी जीव जे मध्य जानी पारि ठाकुरी मध्य जानी पारि सतरे ठाकुरी मुकुण सतरे आपण पुण्य संसार एक पापी मनीष मुकुण सतरे आपण पुण्य संसार पापर घर करिछि कहतु ना ठाकुरी मो प्रश्नर उत्तर दियंतु ठाकुरी मो प्रश्नर उत्तर दियंतु रे नियति अरे तू कौन कही पारिबु नियति मु कौन सतरे तो पुण्य संसारे पापी मनीष मु कौन सतरे तो पुण्य संसारे पापर घर करिछि कहरी नियति कह ए मो प्रश्नर उत्तर दियो रे नियति ए मो प्रश्नर उत्तर दिया नियति रे नियति तू कौन कलु ममता डोरी आज वंचित कलु नियति रे नियति तू कौन कलु ममता डोरी आज वंचित कलु नियति रे नियति तू कौन कलु ममता डोरी आज वंचित कलु माँ कोण सरग सुख किए अबाधि पारिब माँ कोण तो कानीर सुख
ସତରେ ଠାକୁରେ এই ଆପଣଙ୍କ ପୁଣ୍ୟ ସଂସାରରେ ମୁଁ ଗୋଟିଏ ପାପୀ ମଣିଷ। ସତରେ ଠାକୁରେ এই ଆପଣଙ୍କ ପୁଣ୍ୟ ସଂସାରରେ ମୁଁ ପାପର ଘର କରିଛି ଠାକୁରେ, ମୁଁ ପାପର ଘର କରିଛି। କପାଳ ଲିଖନ କି କରିବ ଆନ, ମୋ ଭାଗ୍ୟରେ ଯାହା ଲେଖାଇଛି ତାକୁ ଚାହିଁଲେ ମଧ୍ୟ କିଏ ବଦଳାଇ ଦେଇପାରିବେନି। ମୁଁ ଶୁଣିଛି ଉଦୟନଗର ନରେଶ ରାଜା ବିଜୟସେନ ନ୍ୟାୟବନ୍ତ ଧର୍ମବନ୍ତ, এই ରାଜ୍ୟର ସମସ୍ତ ଜନପ୍ରଜା କହନ୍ତି ରାଜା ନ୍ୟାୟବନ୍ତ ଧର୍ମବନ୍ତ ବୋଲି। ମୁଁ ଚାଲିଯିବି ମହାରାଜାଙ୍କ ନିକଟକୁ। ହଁ, ମୁଁ ଚାଲିଯିବି ମହାରାଜାଙ୍କ ନିକଟକୁ। ଆଉ ଏଇ ମୋ ଦୁଃଖର ବାର୍ତ୍ତା ଜଣେଇବି, ଏଇ ମୋ ଦୁଃଖଦ କାହାଣୀ ଜଣେଇବି। କାଳେ ମହାରାଜ ମୋ ଦୁଃଖଦ କାହାଣୀ ଶୁଣି ଏ ମୋ ଦୁଃଖ ଦୂର କରିଦେବେ। ଯାଏ ଯାଏ ମହାରାଜାଙ୍କ ନିକଟକୁ। পুণ্য সংসারে পাপর ঘর, কিয়ে পরায়ে কিয়ে নিজর। পুণ্য সংসারে পাপর ঘর, কিয়ে পরায়ে কিয়ে নিজর। प्रजाଙ୍କୁ ମହରା ବସୁଛି ତୋରା ଶରଣେ, ବଜ୍ର ହୋଇ ରହୁ ମୋ ଶଙ୍ଖା ସିନ୍ଦୁର ବିନତି ତୋରା ଚରଣେ। କୁଶଳେ ରଖିଛୁ ପ୍ରଜାଙ୍କୁ ମହରା ବସୁଛି ତୋରା ଶରଣେ, ବଜ୍ର ହୋଇ ରହୁ ମୋ ଶଙ୍ଖା ସିନ୍ଦୁର ବିନତି ତୋରା ଚରଣେ। ସରଗର ସୁଖ ଓଜାଡ଼ି ଦେବୁ ମା ଧରୁଆର ଭାବନା, ଧରୁଆର ଭାବନା। ମୁଁ ପାଟରାଣୀ ରାଜାଙ୍କ ଘରଣୀ ସ୍ୱରୂପା ଅଟେ ମନା। ମୁଁ ପାଟରାଣୀ ରାଜାଙ୍କ ଘରଣୀ ସ୍ୱରୂପା ଅଟେ ମନା। ନିତିଦିନ ସେବା ଅଟଇ ମହରା ପୂଜଇ ମଙ୍ଗଳା ମା, ପୂଜଇ ମଙ୍ଗଳା ମା, ପୂଜଇ ମଙ୍ଗଳା ମା, ପୂଜଇ ମଙ୍ଗଳା ମା। ହେ ମା କରୁଣାମୟୀ ମା ମଙ୍ଗଳା, ମୁଁ ଉଦୟନଗରର ପାଟରାଣୀ ସ୍ୱରୂପା
ଆପଣଙ୍କ ଚରଣ ଯୁଗରେ କୋଟି କୋଟି ଦଣ୍ଡବତ ଜଣାଉଛି ମା। ମୋ ପରିବାର ଆଉ ପ୍ରଜାବାସୀଙ୍କୁ ସଦାସର୍ବଦା କୁଶଳ ରଖିଥିବୁ ଆଉ ମୋ ଶଙ୍କା ସିନ୍ଦୁରଟା ସଦାସର୍ବଦା ବଜ୍ର ହୋଇ ରହିଥାଉ ମା। ଏତିକି ମୋର ଗୁହାରି। ହଁ ମା, ତୋ ଚରଣ ଯୁଗରେ ମୋର ଏତିକି ଗୁହାରି। ସାନରାଣୀ ସ୍ୱରୂପା, ଆଲୋ ଏ ସାନରାଣୀ ସ୍ୱରୂପା। ସ୍ୱାମୀ ସାନରାଣୀ, ହେନା ମୋର ଭକ୍ତିଭରା ଭୂମିଷ୍ଠ ପ୍ରଣାମ ସ୍ୱାମୀ। ଭଗବାନ ତମ ମନବାଞ୍ଛା ପୂରଣ କରନ୍ତୁ ଲୋ, ପୂରଣ କରନ୍ତୁ। ସାନରାଣୀ ସ୍ୱରୂପା, ସ୍ୱାମୀ ମାଙ୍କ ଆଗରେ କି ଗୁହାରି କରି କି ମାଗୁଣି ମାଗୁଅଛ ଲୋ ସ୍ୱାମୀ ସ୍ୱରୂପା। ମା ମଙ୍ଗଳାଙ୍କ ଆଗରେ ମୋ ପରିବାର ଆଉ ପ୍ରଜାବାସୀ କୁଶଳରେ ରହୁ ଆଉ ମୋ ଶଙ୍ଖ ସିନ୍ଦୁରଟା ସଦାସର୍ବଦା ବଜ୍ର ହୋଇ ରହିଥାଉ ବୋଲି ମା ମଙ୍ଗଳାଙ୍କ ଆଗରେ ଗୁହାରି କରୁଥିଲି ପ୍ରାଣେଶ୍ୱର। ଧନ୍ୟ ଧନ୍ୟ ସାନରାଣୀ ସ୍ୱରୂପା, ତମେ ଧନ୍ୟ। ଯେତେବେଳେ ଏଇ ଆମ ଜନପ୍ରଜାବାସୀଙ୍କ ମଙ୍ଗଳ କାମନା କରିଛ, ସେଇଥିପାଇଁ ଅଶେଷ ଅଶେଷ ଧନ୍ୟ। ଧନ୍ୟ ତମ ଚିନ୍ତାଧାରା। ଆଲୋ ଏ ସାନରାଣୀ, ସ୍ୱାମୀ ଧନ୍ୟ ଧନ୍ୟ ତମେ ମହାରାଣୀ, ଧନ୍ୟ ହେଲି ତବ ବାକ୍ୟ ଶୁଣି। ଧନ୍ୟ ଧନ୍ୟ ତମେ ମହାରାଣୀ, ଧନ୍ୟ ହେଲି ତବ ବାକ୍ୟ ଶୁଣି। ତମ ଭକତିରେ ତମରି ସେବାରେ ହେବେଟି ପ୍ରସନ୍ନ, ତମରି ଶ୍ରଦ୍ଧାରେ ସନ୍ତୁଷ୍ଟ ହେବେ ଜନନୀ ମହାରାଣୀ, ସନ୍ତୁଷ୍ଟ ହେବେ ଜନନୀ ମହାରାଣୀ, ସନ୍ତୁଷ୍ଟ ହେବେ ଜନନୀ। ଧନ୍ୟ ଧନ୍ୟ ତମେ ମହାରାଣୀ, ଧନ୍ୟ ହେଲି ତବ ବାକ୍ୟ ଶୁଣି। पतिव्रता प्रिया पाट राणी तमे, तमकु पाई मो धन्य। केते भाग्य बोले पाइछि तमकु, करिथिली केउ पुण्य। पतिव्रता प्रिया पाट राणी तमे, तमकु पाई मो धन्य। केते भाग्य बोले पाइछि तमकु, करिथिली केउ पुण्य। रूपरे खेतब सरी किए हब, रूपरे खेतब सरी किए हब। मधुर देवेंद्र वाणी महाराणी, मधुर देवेंद्र वाणी महाराणी, मधुर देवेंद्र वाणी। धन्य धन्य तमे महाराणी, धन्य हेली तब वाक्य शुणी। तम भक्तिरे तमरी सेवारे हेबेटी प्रसन्न, तमरी श्रद्धारे सन्तुष्ट हेबे जननी महाराणी, सन्तुष्ट हेबे जननी महाराणी, सन्तुष्ट हेबे जननी। सानराणी स्वरूपा, ସ୍ୱାମୀ सतरे तब पूजा अर्चना रे माँ मंगला निश्चय सन्तुष्ट हेबेल। एई जन प्रजावासी को निश्चय कुशल रे रखिथिबे। ଆପଣ ସତ କହୁଛନ୍ତି ପ୍ରାଣେଶ୍ୱର। हाँ प्राणप्रिय, ହେଲେ ସ୍ୱାମୀ, ମୁଁ ଆପଣଙ୍କ ଭଳି ସ୍ୱାମୀଟେ ପାଇ ଆଜି ମୋ ଜୀବନକୁ ଧନ୍ୟ ମନେ କରୁଅଛି ପ୍ରାଣେଶ୍ୱର। सत्य किल। ହଁ ସ୍ୱାମୀ। आलो ए सानराणी स्वरूपा, ସ୍ୱାମୀ मु मध्य तम भली स्त्री टे पाई निजको निजे धन्य मन करूअछि। ସ୍ୱାମୀ हाँ प्राणप्रिय, हेले
ବେଲଟା ଉଚ୍ଚୁର ହେବାକୁ ଲାଗିଲାଣି ପ୍ରାଣ ସଙ୍ଗିନୀ। ଆସ ଚାଲିଯିବା ସେଇ ବିଶ୍ରାମ ଆଳୟକୁ। ତାହେଲେ ଠିକ ଅଛି ପ୍ରାଣେଶ୍ୱର। ହଁ ସ୍ୱରୂପା। ମହାରାଜାଙ୍କର ଜୟ ହେଉ, ରାଣୀ ମାଙ୍କର ଜୟ ହେଉ। ମହାମନ୍ତ୍ରୀ ଚୂଡ଼ାମଣି, ତମେ ପୁଣି ଏଇ ସମୟରେ? ହଁ ରାଜେଶ୍ୱର, ମୁଁ ଆପଣଙ୍କ ପାଖକୁ ଏକ ସମ୍ବାଦ ନେଇକି ଆସିଛି। ସମ୍ବାଦ ନେଇକି ଆସିଅଛ? ହଁ ରାଜେଶ୍ୱର। କୋଉ ସମ୍ବାଦ ନେଇକି ଆସିଅଛ? ଅବିଳମ୍ବେ କରନ୍ତୁ ପ୍ରକାଶ ଚୂଡ଼ାମଣି, ଅବିଳମ୍ବେ କରନ୍ତୁ ପ୍ରକାଶ। ଆପଣଙ୍କ ରାଜ୍ୟ ମହଲର ସିଂହ ଦ୍ୱାର ଠାରେ ଏକ ବୃଦ୍ଧ ମଶା ଜଣେ ଛିଡ଼ା ହେଇଛନ୍ତି। ଓ, ଆମ ରାଜ୍ୟ ମହଲର ସିଂହ ଦ୍ୱାର ଠାରେ ଜଣେ ବୃଦ୍ଧା ମଉସାଟିଏ ଛିଡ଼ା ହେଇକି ଅଛନ୍ତି। ହଁ ରାଜେଶ୍ୱର, ମୁଁ ପଚାରିବା ବେଳକୁ କହିଲେ ଆପଣଙ୍କ ସହିତ ସାକ୍ଷାତ କରିବାକୁ ଚାହୁଁଛନ୍ତି। ମୋ ସହିତ ସାକ୍ଷାତ କରିବେ? ହଁ ରାଜେଶ୍ୱର। ତାହେଲେ ବିଳମ୍ବ କାହିଁକି ମହାମନ୍ତ୍ରୀ? ଅବିଳମ୍ବେ ପାଛଡ଼ି ନେଇ ଆସ ମୋହରି ନିକଟେ। ତାହେଲେ ଠିକ ଅଛି ରାଜେଶ୍ୱର। ହଁ ଚୂଡ଼ାମଣି। ମହାରାଜାଙ୍କର ଜୟ ହୋ, ରାଣୀ ମାଙ୍କର ଜୟ ହୋ। ମଉସା, ଏଇ ଉଦୟନଗର ନରେଶ ରାଜା ବିଜୟ ସେନ ଆପଣଙ୍କ କି ସେବା କରିପାରିବ ମଉସା? କୁହନ୍ତୁ ମଉସା, କୁହନ୍ତୁ। ମହାରାଜ, ମଉସା, ମୁଁ ଶୁଣିଛି ଆପଣ ଜଣେ ନ୍ୟାୟବନ୍ତ ମଉସା, ଧର୍ମବନ୍ତ ରାଜା ବୋଲି। ମଉସା, ହଁ ମହାରାଜ, ହଁ ମଉସା, ମୁଁ ଶୁଣିଛି ଆପଣ ଜଣେ ନ୍ୟାୟବନ୍ତ ଧର୍ମବନ୍ତ ରାଜା ବୋଲି। ମଉସା, ଏ ରାଜ୍ୟର ସମସ୍ତ ଜନପ୍ରଜା କହନ୍ତି। ହଁ ମଉସା। ସେଇଥିପାଇଁ ଆପଣଙ୍କ ନିକଟକୁ ବହୁତ ବଡ଼ ଆଶା ଆକାଂକ୍ଷା ନେଇ ଆସିଛି ମହାରାଜ। ବହୁତ ବଡ଼ ଆଶା ଆକାଂକ୍ଷା ନେଇ ଆସିଛି ମଉସା, ମହାରାଜ। ଆପଣଙ୍କ ଆଶା ଆକାଂକ୍ଷା ନିଶ୍ଚୟ ପୂରଣ ହବ ମଉସା। ନିଃସନ୍ଦେହରେ କରନ୍ତୁ ପ୍ରକାଶ। ହଁ ମଉସା। ମହାରାଜ, ମଉସା, କ'ଣ ବା କହିବି ମୋ ଦୁଃଖର ବାର୍ତ୍ତା। କୁହନ୍ତୁ ନା ମଉସା। କୋଉଠୁ ଆରମ୍ଭ କରିବି, କୋଉଠି ମଉସା। ଶେଷ କରିବି, ମୁଁ କିଛି ଜାଣିପାରୁନି ମହାରାଜ। ମଉସା, ଅସହାୟ ମଣିଷଟେ, ନିରୁପାୟ ମଣିଷଟେ, ମଉସା, ଏକ ଗରିବ ଚାଷୀ ଘରେ ମୋର ଜନ୍ମ। ହଁ ମଉସା, ମୋ ସ୍ତ୍ରୀ ରୂପା ମୁଁ ମଉସା, ବହୁତ ଖୁସିରେ ଚଲି ଆସୁଥିଲେ ମହାରାଜ। ହଁ ମଉସା, ଛୋଟ ପରିବାର, ସୁଖୀ ପରିବାର, ସୁନ୍ଦର ଭାବରେ ଚଲି ଆସିଥିଲି, ଆନନ୍ଦର ସହିତ ଚଳି ଆସିଥିଲି। ମଉସା, କିନ୍ତୁ ଭଗବାନ ସେଇ ଖୁସିରେ ଆହୁରି ମଧ୍ୟ ଖୁସିଟିଏ ଭରିଦେଲେ ମହାରାଜ। ସତେ କି ମଉସା? ଏଇ କଅଁଳିଆ ଶିଶୁ ପୁତ୍ରଟିଏ ଜନ୍ମ ଦେଇ ମୁଁ ବହୁତ ଖୁସି ହେଲି ମହାରାଜ। ହଁ ମଉସା, ଖୁସିରେ ମନ ମୋର ନାଚି ଉଠିଲା, ମଉସା, ଖୁସିରେ ଛାତି ମୋର ଫାଟି ଉଠିଲା। ହଁ ମଉସା, ବହୁତ ଖୁସି ହେଲି। ହଁ ମଉସା। କିନ୍ତୁ ମହାରାଜ, କିନ୍ତୁ ପୁଣି କ'ଣ ମଉସା? ଭଗବାନ ଖୁସିଟେ ଦେଇ ସିନା ଗଲେ, ହଁ ମଉସା, ଯୋଉ ଖୁସିଟା ଦେଲେ ମଉସା, ସେଟା କିଛି ମୁହୂର୍ତ୍ତ ପାଇଁ ରହିଗଲା ମହାରାଜ। କିଛି ମୁହୂର୍ତ୍ତ ପାଇଁ ରହିଗଲା ସେ ଖୁସିଟା। ହଁ ମହାରାଜ, କିଛି ମୁହୂର୍ତ୍ତ ପାଇଁ ରହି ପୁଣି ଦୁଃଖରେ ପରିଣତ ହେଇଗଲା ମହାରାଜ। ମଉସା, ଏଇ କଅଁଳିଆ ଶିଶୁଟାକୁ ଜନ୍ମ ଦେବା କିଛି କ୍ଷଣ ପରେ ମଉସା, ସବୁଦିନ ପାଇଁ ତା ମା ଆର ପାରିକୁ ଛାଡ଼ି ଚାଲିଗଲା ମହାରାଜ। ମଉସା, ଆପଣ କ'ଣ କହୁଛନ୍ତି ମଉସା? ମାତୃହରା ହେଇଗଲା ପୁଅଟା ମୋର। ମଉସା, କିଏ ଦେବ ମାର ସ୍ନେହ, ମଉସା, କିଏ ଦେବ ମାର ମମତା? ମଉସା, ଏଇ କଥା ଭାବିଲା ବେଳକୁ ମୁଁ ଆଉ ସହ୍ୟ କରିପାରୁନି ମହାରାଜ। ମୁଁ ଆଉ ସହ୍ୟ କରିପାରୁନି। ମଉସା, ହେ ଭଗବାନ, ଏ ମୁଁ କ'ଣ ଶୁଣିବାକୁ ପାଉଛି? ମଉସା, ତାହେଲେ ଆପଣ ମନରେ କ'ଣ ସ୍ଥିର କରିଛନ୍ତି, ଆଉ କ'ଣ କହିବାକୁ ଚାହାନ୍ତି? କୁହନ୍ତୁ ମଉସା, କୁହନ୍ତୁ। କ'ଣ କରିବି ମଉସା, ଗରିବ ମଣିଷଟିଏ, ହଁ ମଉସା, ମତେ ତ ଦି ବେଲା ଦି ମୁଠା ଖାଇବା ପାଇଁ ମିଳୁନି ମଉସା, ମହାରାଜ।
ମଉସା ମତେ ତ ଦି ବେଲା ଦି ମୁଠା ଖାଇବା ପାଇଁ ମିଳୁନି। ମଉସା ଏଇ କଅଁଳିଆ ଶିଶୁ ପାଇଁ କୁଆଡୁ କ୍ଷୀର ଆଣିବି ମହାରାଜ? ମଉସା କୁଆଡୁ କ୍ଷୀର ଆଣିବି? ହଁ ମଉସା ମୁଁ ଭାବୁଛି ଆପଣ କଣ ଭାବୁଛନ୍ତି? ଏଇ କଅଁଳିଆ ଶିଶୁଟାକୁ। ହଁ ମଉସା ହଁ ମହାରାଜ, ମୁଁ ଭାବୁଛି ଏଇ କଅଁଳିଆ ଶିଶୁଟାକୁ। ମଉସା ତଣ୍ଟି ଯିବି ମାରିଦେବି। ମଉସା ଏ ଆପଣ କଣ କହୁଛନ୍ତି? ସେ କଅଁଳିଆ ଶିଶୁକୁ ତଣ୍ଟି ଚିପି ମାରିଦେବେ? ନା ମଉସା ନା। ଆଉ କଣ କରିବି ମହାରାଜ? ମଉସା ଶେଷରେ ମୁଁ ମଧ୍ୟ ମରିଯିବି। ମଉସା ଉପାୟ ଶୂନ୍ୟ ହେଇଯାଉଛି। ଆଉ କଣ କରିବି କହିଲେ ଦେଖି? ମଉସା ଦବା ନବାର କଥା ତ ସେଇ ଉପର ବାଳାଙ୍କ ହାତରେ ଅଛି। ଆମେ ତ ଗୋଟାଏ ଗୋଟାଏ ତୁଚ୍ଛ ମଣିଷ ମଉସା। ଆମେ ତ ଗୋଟାଏ ଗୋଟାଏ ତୁଚ୍ଛ ମଣିଷ। ଓ ଆପଣ ଉପାୟ ଖୋଜୁଛନ୍ତି ନା? ଠିକ ଅଛି ମଉସା, ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ। ମତେ କିଛି ଗୋଟେ ଉପାୟ ବାହାର କରିବାକୁ ଦିଅନ୍ତୁ ମଉସା। ମତେ କିଛି ଗୋଟେ ଉପାୟ ବିଚାର କରିବାକୁ ଦିଅନ୍ତୁ। ତାହେଲେ ଠିକ ଅଛି। ହଁ ମଉସା। ଆଲୋ ଏ ସାନ ରାଣୀ, ସ୍ୱାମୀ। ମଉସା ଜଣକ କଣ କହିଗଲେ ଶୁଣିଲ ନା? ହଁ ସ୍ୱାମୀ। ସେଇ ତାଙ୍କ କଅଁଳିଆ ଶିଶୁଟାକୁ ତଣ୍ଟି ଚିପି ମାରିଦେବାକୁ କହୁଛନ୍ତି। ସ୍ୱାମୀ। ପୁତ୍ର ନଥିଲା ଲୋକେ ଆମେ କେମିତି ସହିବୁଲୁ? ପୁତ୍ର ନଥିଲା ଲୋକେ କାଶୀ କ୍ଷେତ୍ର ଗଙ୍ଗା ଗଳେ ସୁଧା ନବିଳଇ ପୁତ୍ର। ହଁ ସ୍ୱାମୀ। ଆଉ ଜାଣିଛ ସ୍ୱରୂପା, ସ୍ୱାମୀ। ବଡ଼ ରାଣୀ ସୁରେଖାକୁ ବାହା ହେଇକି 10 ବର୍ଷ ବିତିଗଲା। ସ୍ୱାମୀ। ଦେବଦେବ ମହାଦେବ ନ ଦେଲେ କୋଳରେ ଏକ ସନ୍ତାନ। ଆଉ ତମକୁ ମଧ୍ୟ ବାହା ହେଇକି 5 ବର୍ଷ ବିତିଗଲାଣି। ସ୍ୱାମୀ। ମା ମଙ୍ଗଳା ନଦେଲେ ଏକ କୋଳରେ ଉତ୍ତରାଧିକାରୀ। ସ୍ୱାମୀ। ହଁ ସୁରେଖା। କର୍ମର ଲେଖନ କି କରିବ ଆନ? ସାନ ରାଣୀ ଭାଗ୍ୟରେ ଯାହା ଲେଖା ଅଛି ସ୍ୱାମୀ, ତାହା ନିଶ୍ଚୟ ଭୋଗିବାକୁ ପଡ଼ିବ। ହଁ ସ୍ୱାମୀ, ତାହା ନିଶ୍ଚୟ ଭୋଗିବାକୁ ପଡ଼ିବ। ଏଇଥିପାଇଁ ତ କହନ୍ତି ସାନ ରାଣୀ, ସ୍ୱାମୀ। ପୁତ୍ର ଦୁହିତାରେ ସିନା ସଂସାରର ସାର। ଆଉ ଯେତେ ଧନ ସମ୍ପଦ ଥିଲେ ମଧ୍ୟ ପାଣିର ଛେଗାର ଲୋ, ପାଣିର ଛେଗାର। ହଁ ସ୍ୱାମୀ। ହେଲେ ଆପଣ କଣ କହିବାକୁ ଚାହୁଁଛନ୍ତି ସ୍ୱାମୀ? ମୁଁ କଣ କହିବାକୁ ଚାହୁଁଛି ଶୁଣିବ ନା? ନିଶ୍ଚୟ ସ୍ୱାମୀ। ଆଲୋ ଏ ସାନ ରାଣୀ, ସ୍ୱାମୀ। ଆମେ କଣ ସେଇ କଅଁଳିଆ ଶିଶୁଟାକୁ ବଞ୍ଚେଇ ପାରିବାନି? ତମେ କଣ ମାର ସ୍ନେହ ମମତା ଦେଇପାରିବନି? କୁହ ସାନ ରାଣୀ ସ୍ୱରୂପା, କୁହ ସ୍ୱାମୀ। ସ୍ୱରୂପା। ଏ ଆପଣ କଣ କହୁଛନ୍ତି ସ୍ୱାମୀ? ହଁ ସ୍ୱରୂପା। ମୁଁ ହଉଛି ଗୋଟିଏ ନାରୀ। ସ୍ୱରୂପା ମୁଁ କଣ ସେ କଅଁଳିଆ ଶିଶୁକୁ ମାର ସ୍ନେହ ମମତା ଭଲ ପାଇବା ଦେଇପାରିବିନି? ସ୍ୱରୂପା ନିଶ୍ଚୟ ଦେଇପାରିବି ସ୍ୱାମୀ। ସତ କହୁଛ? ଯଦି ମୋ ସାଙ୍ଗ ଇଚ୍ଛା ହୁଏ, ସେ କଅଁଳିଆ ଶିଶୁକୁ ମୁଁ ନିଜ ପୁତ୍ର ଭଳି ଲାଳନ ପାଳନ କରିବି। ସତ କହୁଛ ମହାରାଣୀ। ହଁ ସ୍ୱାମୀ। ଧନ୍ୟ ଧନ୍ୟ ସାନ ରାଣୀ ସ୍ୱରୂପା, ତମେ ଧନ୍ୟ। ତମେ ଗୋଟାଏ ଉପାୟର ବାଟ ଖୋଜି ଦେଇଛ। ହଁ ସ୍ୱାମୀ। ଦୀର୍ଘ 5 ବର୍ଷ ପରି ସେ କରୁଣାମୟୀ ମା ମଙ୍ଗଳା ଆମ ଡାକ ଶୁଣି ପାରିଛନ୍ତି ସ୍ୱାମୀ। ହଁ ସ୍ୱରୂପା। ମଉସା 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 ମହାରାଜ। ଆପଣ ପରା ଉପାୟର ବାଟ ଖୋଜୁଥିଲେ? ହଁ ମହାରାଜ। ଉପାୟର ବାଟ ଏଇଆ ଯେ ମଉସା, ଆପଣ ଯଦି ଚାହିଁବେ ଆମେ ତମ ସେଇ କଅଁଳିଆ ଶିଶୁକୁ କୋଳେଇ ନବୁ ମଉସା, କାଖେଇ ନବୁ। ସାନ ରାଣୀ ସ୍ୱରୂପା ତାକୁ ମାର ସ୍ନେହ ମମତା ଦେଇପାରିବେ। ଇଏ ଆପଣ କଣ କହୁଛନ୍ତି ହଁ ମହାରାଜ? ମଉସା। ରାଣୀମା ଆପଣ ସତ କହୁଛନ୍ତି? ହଁ ମଉସା। ଆପଣ ମୋ ପୁଅକୁ କୋଳେଇ ନେବେ? ନିଶ୍ଚୟ ମଉସା। ମୁଁ ନିଜ ପୁତ୍ର ଭଳି ଲାଳନ ପାଳନ କରିବି। ହଁ ମଉସା। ହେଲେ ମୁଁ କେମିତି ବିଶ୍ୱାସ କରିବି ମହାରାଜ? ମଉସା ହେଲେ ମୁଁ କେମିତି ବିଶ୍ୱାସ କରିବି? ମଉସା ତାହେଲେ ଆପଣ କଣ କଲେ ବିଶ୍ୱାସ କରିବେ? କୁହନ୍ତୁ ନା ମଉସା, ସେଇ କଅଁଳିଆ ଶିଶୁ ପାଇଁ ମୁଁ କିଛି ବି କରିପାରେ। କୁହନ୍ତୁ ମଉସା, ମୋତେ କଣ କରିବାକୁ ହବ? ସତ୍ୟ ସତ୍ୟ ମଉସା। ସତ୍ୟ କରିବା ପାଇଁ ପଡ଼ିବ ମହାରାଜ।
ଏ ଉଦୟନଗର ନରେଶ ଆପଣ ସତ୍ୟ କରିପାରିବେ ତ? ନିଶ୍ଚୟ ପାରିବି ମଉସା। ଏଇ 10 ଦିଗ 10 ପାଳ ଚନ୍ଦ୍ର ସୂର୍ଯ୍ୟଙ୍କୁ ସାକ୍ଷୀ ରଖି କହିପାରିବେ ତ ମଉସା କି ଆପଣ ମୋ ପୁଅକୁ କୋଳେଇ ନେବେ କାଖେଇ ନେବେ ବୋଲି କୁହନ୍ତୁ ମହାରାଜ। ହଁ ସତ୍ୟ ମଉସା। କରିପାରିବି? ହଁ ମଉସା, ମୁଁ ନିଶ୍ଚୟ ପାରିବି ମଉସା, ମୁଁ ନିଶ୍ଚୟ ସତ୍ୟ କରିପାରିବି ମଉସା। ଆଜି ଉଦୟନଗର ନରେଶ ରାଜା ବିଜୟ ସେନ ସମସ୍ତଙ୍କ ସାମ୍ନାରେ ତଥା ଚନ୍ଦ୍ର ସୂର୍ଯ୍ୟ 10 ଦିଗ 10 ପାଳକୁ ସାକ୍ଷୀ ରଖି ସତ୍ୟ କରୁଛି, ତମ ସେଇ କଅଁଳିଆ ଶିଶୁକୁ ନିଜ ସନ୍ତାନ ଭଳି ମୁଁ ଲାଳନ ପାଳନ କରିବି। ଏଇ ଦୁନିଆ ଆଗରେ ମୁଣ୍ଡ ଟେକି ବାଟ ଚାଲିବାର ପରିଚୟ ଦେବି। ଭବିଷ୍ୟତରେ ଉଦୟନଗରରେ ଉତ୍ତରାଧିକାରୀ ମଧ୍ୟ କରିବି। ଏ ହେଉଛି ରାଜା ବିଜୟ ସେନଙ୍କ ଅଟଳ ବାଣୀ। ଧନ୍ୟ ମଉସା। ଧନ୍ୟ ମହାରାଜ, ହଁ ମଉସା। ଧନ୍ୟ ତୁମେ। ଏଇଥିପାଇଁ ତ ମଉସା। ଏ ଉଦୟନଗରର ସମସ୍ତ ଜନପ୍ରଜା କହନ୍ତି ମଉସା। ନ୍ୟାୟବନ୍ତ ରାଜା ଧର୍ମବନ୍ତ ରାଜା ବୋଲି। ହଁ ମଉସା। ଧନ୍ୟ ତବ ନ୍ୟାୟ, ଧନ୍ୟ ତବ ବିଚାରଧାରା। ମଉସା। ଆଜି ମୁଁ ବହୁତ ଖୁସି ମହାରାଜ, ସତ କହୁଛ ମଉସା। ଆଜି ମୁଁ ବହୁତ ଖୁସି, ହଁ ମଉସା। ଆଜି ମୁଁ ବହୁତ ଖୁସି। ମଉସା। ଏ ଧନ ତୁ କାନ୍ଦନା ରେ ସୁନା, ତୁ କାନ୍ଦିଲେ ପରା ଏ ମୋ ପଞ୍ଚ ପ୍ରାଣଟା କାନ୍ଦି ଉଠିଲେ ଧନ। ତୁ କାନ୍ଦିଲେ ପରା ଏ ମୋ ପଞ୍ଚ ପ୍ରାଣଟା କାନ୍ଦି ଉଠେ। ତୁ କାନ୍ଦନା ରେ ଧନ। ଆଜି ଦିନଠୁ ତୋର କାନ୍ଦିବାର ଦିନ ଗଲାରେ ସୁନା। ଆଜି ଦିନଠୁ ତୋର କାନ୍ଦିବାର ଦିନ ଗଲା। ଆଜି ଦିନଠୁ ତୁ ସବୁଦିନ ପାଇଁ ହସିବୁ ରେ ଧନ। ଆଜି ଦିନଠୁ ତୁ ସବୁଦିନ ପାଇଁ ହସିବୁ। ଗଜଦନ୍ତ ପଲଙ୍କେ ଶୟନ କରିବୁ। ସୁବର୍ଣ୍ଣ ଥାଳିରେ ଅନ୍ନ ଭକ୍ଷଣ କରିବୁ ରେ ଧନ। ସୁବର୍ଣ୍ଣ ଥାଳିରେ ଅନ୍ନ ଭକ୍ଷଣ କରିବୁ। ତୋର କାନ୍ଦିବାର ଦିନ ଗଲାରେ ଧନ। ତୋର କାନ୍ଦିବାର ଦିନ ଗଲା। ଆଜି ଦିନଠୁ ତୁ ସବୁଦିନ ପାଇଁ ହସିବୁ ରେ ସୁନା। ତୁ ସବୁଦିନ ପାଇଁ ହସିବୁ। ମଉସା। ଆଜି ବୁଢା ବାପଟା, ହଁ ମଉସା। ହଁ ମହାରାଜ, ଆଜି ଏ ବୁଢା ବାପଟା ବାସୁଦେବ ସାଜି ଯଶୋଦା କୋଳକୁ ବଢେଇ ଦେଉଛି ତାର ଅଳି ଅଝଟିଆ କାନ୍ନାକୁ ମହାରାଜ, ତାର ଅଳି ଅଝଟିଆ କାନ୍ନାକୁ। ହଁ ମଉସା। ଦେବକୀ କୋଳରୁ ଜନ୍ମି ଯଶୋଦା କୋଳକୁ କାହ୍ନୁ ଯେବେ ଚାଲି ଯାଏ পুত্র বিহুনে যে পিতা বাসুদেব সাজি ঝুরি ঝুরি মরে যায় তোতে দেলি আশীর্বাদ তু রখিপুরে টেক তোতে লাগু মো আয়ুষ তু রখিপুরে যশ
যারে মো হৃদপিণ্ড কুল প্রদীপ তোর মঙ্গল কামনা করে বাপ তোর মঙ্গল কামনা করে বাপ দেবকী কোଳରୁ জন্মি যশোদা কোଳକୁ কাহ୍ନু যেবে চালি যায় পুত্র বিহুনে যে পিতা বাসুদেব সাজি ঝুরি ঝুরি মরি যায় দেবকী কোଳରୁ জন্মি যশোদা কোଳକୁ কাহ্নু যেবে চালি যায় পুত্র বিহুনে যে পিতা বাসুদেব সাজি ঝুরি ঝুরি মরি যায় দেবী আশীর্বাদ সুরক্ষী পুরে লাগু মো আয়ুষ সুরক্ষী পুরে যশ চালি যারে চালি যারে চালি যারে বহুত পিণ্ড কুল প্রদীপ তোর মঙ্গল কামনা করে বাপ 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 ଜାଣିବା ମଉସା ଏଇ ମୋ ଛାତିର କଳିଜାଟାକୁ ଆପଣଙ୍କୁ ହାତକୁ ଟେକି ଦେଇଛି ଜାଣିବା ମଉସା ତାକୁ କେବେ ଦୁଃଖ ଯନ୍ତ୍ରଣା ବାଧା ବିଘ୍ନ ଦେବିନି ଜାଣିବା ତାକୁ କେବେ ଦେବିନି ନା ମଉସା ନା ଆପଣ ବାସୁଦେବ ସାଜି ମୋ ହସ୍ତରେ ଟେକି ଦେଇଛନ୍ତି ଯେତେବେଳେ ନିଶ୍ଚୟ ମୁଁ ଯଶୋଦା ସାଜି ନିଜ ପୁତ୍ର ଭାଇ ଲାଳନ ପାଳନ କରିବି କେବେ ହେଲେ ଦୁଃଖ କଷ୍ଟ ବାଧା ଦେବିନି ମଉସା କେବେ ହେଲେ ଦୁଃଖ କଷ୍ଟ ବାଧା ଦେବିନି ହଁ ମଉସା ସେ ଆଜି ଦିନଠୁ ଆମ ପୁତ୍ର ମଉସା ସେ ଆଜି ଦିନଠୁ ଆମ ପୁତ୍ର ମଉସା ତାକୁ କେବେ ମଧ୍ୟ ଆମେ ଝଡ଼ ଝଞ୍ଜା ବାଧା ବିଘ୍ନ ଛୁଇଁବାକୁ ଦବୁନି ମଉସା କେବେ ମଧ୍ୟ ଝଡ଼ ଝଞ୍ଜା ବାଧା ବିଘ୍ନ ଛୁଇଁବାକୁ ଦବୁନି ଆପଣ ନିଶ୍ଚିନ୍ତରେ ରୁହନ୍ତୁ ମଉସା ଆପଣ ନିଶ୍ଚିନ୍ତରେ ରୁହନ୍ତୁ ଏଥର ମୁଁ ବହୁତ ଖୁସି ଖୁସିରେ ନିଶ୍ୱାସ ତ ଦେଇପାରିବି ମଉସା ଖୁସିରେ ମରି ତ ପାରିବି। ନା ମଉସା ମଉସା ଏଥର ମୁଁ ଆସୁଛି ମହାରାଜ ମତେ ଯିବାକୁ ମଉସା ଗଲା ବେଳେ ଗୋଟାଏ କଥା ଆପଣ ଭୁଲି ଯିବେନି ଆପଣ ବେଳେ ବେଳେ ଦେଖା କରିବାକୁ ଆସିବେ ମଉସା ଆପଣ ବେଳେ ବେଳେ ଦେଖା କରିବାକୁ ଆସିବେ ମହାରାଜ ମଉସା ଏଇ ପିଣ୍ଡରେ ଯଦି ପ୍ରାଣଟା ଥିବ ମଉସା ହଁ ମହାରାଜ ଏଇ ପିଣ୍ଡରେ ଯଦି ପ୍ରାଣଟା ଥିବ ମଉସା ଆଉ ଏ ଦେହରେ ଯଦି ନିଶ୍ୱାସଟା ଚଳ ପ୍ରଚଳନ ହଉଥିବ ହଁ ମଉସା ତାହେଲେ ମୁଁ ନିଶ୍ଚୟ ଆସିବି ମହାରାଜ ମୁଁ ନିଶ୍ଚୟ ଆସିବି ହଁ ମଉସା ଆଉ କାଳେ ମୁଁ ଯଦି ସବୁଦିନ ପାଇଁ ଉପରକୁ ଚାଲିଯାଏ ନା ମଉସା ଉପରେ ଥାଇ ତାର ମଙ୍ଗଳ କାମନା କରିବି ମହାରାଜ ମଉସା
ଉପରେ ଥାଇ ତାକୁ ଆଶୀର୍ବାଦ ଦେବି। ମଉସା ମହାରାଜ ଏଥର ମୋତେ ଯିବା ପାଇଁ ଦିଅନ୍ତୁ ମହାରାଜ। ମଉସା ମହାମନ୍ତ୍ରୀ ଚୂଡ଼ାମଣି ମହାମନ୍ତ୍ରୀ ଚୂଡ଼ାମଣି ମହାମନ୍ତ୍ରୀ ଚୂଡ଼ାମଣି ମହାମନ୍ତ୍ରୀ ଚୂଡ଼ାମଣି ଆଜ୍ଞା ରାଜେଶ୍ୱର। ମହାମନ୍ତ୍ରୀ ଏଇ ବୃଦ୍ଧ ମଉସାକୁ ଆମ ରାଜ୍ୟ ମହଲର ସିଂହ ଦ୍ୱାରଠାରେ ସହ ସମ୍ମାନେ ଛାଡ଼ି ଆସ ମହାମନ୍ତ୍ରୀ, ସହ ସମ୍ମାନେ ଛାଡ଼ି ଆସ। ଠିକ ଅଛି ରାଜେଶ୍ୱର। ହଁ ମହାମନ୍ତ୍ରୀ ଚାଲନ୍ତୁ ମଉସା। ହେ ଠାକୁରେ ଆପଣ କଣ କଲେ ଠାକୁରେ, ଆପଣ କଣ କଲେ? ସେଇ ବୃଦ୍ଧ ମଉସାଟାକୁ ଆର ପାରିକୁ ନେଇ ଗଲେ ନା। ଏଇ ପୁଣ୍ୟ ସଂସାରେ କଣ ଏଇ ବୃଦ୍ଧ ମଉସା ପାପର ଘର ତୋଳିଥିଲେ? ଏଇ ନିରୀହ ଶିଶୁ କଣ ଏଇ ପୁଣ୍ୟ ସଂସାରରେ ପାପୀ ମଣିଷ? କୁହନ୍ତୁ ଠାକୁରେ କୁହନ୍ତୁ। ଜନ୍ମ ହେଲା ମାତ୍ରକେ ମାତୃହରା କରିଦେଲ ଶିଶୁଟାକୁ, ଆଜି ପୁଣି ପିତୃହରା କରିଦେଲ ନା ଠାକୁରେ, ପିତୃହରା କରିଦେଲ ନା। ଏଇ ବୃଦ୍ଧ ମଉସା ଜଣକ ହଉଛନ୍ତି ଆମ ପାଇଁ ଭଗବାନ। ସେ ଭଗବାନ ସ୍ୱରୂପରେ ଆସିଥିଲେ, ସନ୍ତାନକୁ ସନ୍ତାନ ଦେଇ ସମସ୍ତଙ୍କୁ ଆମକୁ ଛାଡ଼ି ସେ ଆର ପାରିକୁ ଚାଲିଗଲେ। ଆପଣ କାହିଁକି ଏମିତି କଲେ ଠାକୁରେ, ଆପଣ କାହିଁକି ଏମିତି କଲେ? ଆପଣଙ୍କୁ ଟିକିଏ ସୁଖ ତ ମାଗିଥିଲେ, ସେଇ ସୁଖ ବଦଳରେ ଆପଣ କଣ କଲେ? ଦୁଃଖ ଦେଇଗଲେ ଠାକୁରେ, ଆପଣ ଦୁଃଖ ଦେଇଗଲେ। ସୁଖ ଖୋଜୁ ଖୋଜୁ ବୁଡ଼ି ଯାଏ ବେଳ, ଆଶାର ସକାଳ ଲୁହର ପଖାଳ, ଜୀବନ ପଛରେ ଯାତନାର ଡାଳ, କରମକୁ ନେଇ ଭାଗ୍ୟ ଦିଏ ଫଳ। ବଞ୍ଚିଥାଇ ମରେ ମରି ମରି ବଞ୍ଚେ, ବଞ୍ଚିଥାଇ ମରେ ମରି ମରି ବଞ୍ଚେ, ଠିକଣା ହଜେଇ ନିଜର ପୁଣ୍ୟ ସଂସାରରେ ପାପର ଘର, ପୁଣ୍ୟ ସଂସାରରେ ପାପର ଘର, ପୁଣ୍ୟ ସଂସାରରେ ପାପର ଘର, କିଏ ପର ଏଠି କିଏ ନିଜର। ମହାମନ୍ତ୍ରୀ ଚୂଡ଼ାମଣି, ଏଥର ଆସ ମହାମନ୍ତ୍ରୀ, ମଉସାର ମୂର୍ତ୍ତ ଦେହକୁ ସହ ସମ୍ମାନେ ଘେନିଥିବା ସେଇ ମଶାଣୀ ଭୂମିକୁ ରାଜନୀତି ରୀତି ହିସାବରେ ଶବ ସଂସ୍କାର କରିବା ମହାମନ୍ତ୍ରୀ, ଶବ ସଂସ୍କାର କରିବା। ପୁଣ୍ୟ ସଂସାରରେ ପାପର ଘର, କିଏ ପର ଏଠି
ନିଜର ପୁଣ୍ୟ ସଂସାରରେ ପାପର ଘର କିଏ ପର ଏଠି କିଏ ନିଜର ପୁଣ୍ୟ ସଂସାରରେ ପାପର ଘର କିଏ ପର ଏଠି କିଏ ନିଜର ପୁଣ୍ୟ ସଂସାରରେ ପାପର ଘର କିଏ ପର ଏଠି କିଏ ନିଜର सर्वभूतेश शक्तिरो प्रणम सच्चिता नमो तस्मै नमो तस्मै नमो तस्मै नमो नमः वो पृथ्वीराज परिवार से हृदय गुण संप्राचरो महामान्य सेनापति जर नाम सुनिले समुद्र लघुचाप सृष्टि हुई लघुचाप अचानक आकाशर झड़बाजा मारी आसे झड़बाजा गंगा सहारा अचानक समस्त ठारे सुनसान है ककुआ भय खेले जाए ककुआ भय समस्त कहते हे सेनापति पृथ्वीराज घर शहर जाए बाटरे चढ़ी आसुले और समस्त कहते बाट छाड़ हृदय गुण सम्राज्यर सेनापति पृथ्वीराज আসছে। পৃথ্বীরাজ হই সজবাজ মৌসুম জগতে কেহি নাহে মোজা পৃথ্বীরাজ হই সজবাজ মৌসুম জগতে কেহি নাহে এথর ধামরে কলেব অন্যায়
ମୋର ପ୍ରତିବାଦୀ କେହି ନାହିଁ ମଜ ପୃଥ୍ୱୀରାଜ ହୋଇ ସଜବାଜ ମୋ ସମାଜ କଥା କେହି ନୁହେଁ ଉଦୟଗଡ଼ର ମୁଜ ସେନାପତି କୂଟନୀତି ମୋର ମୁଖ୍ୟ ନୀତି ଉଦୟଗଡ଼ର ମୁଜ ସେନାପତି କୂଟନୀତି ମୋର ମୁଖ୍ୟ ନୀତି ମୋ ସହିତ ଥିଲେ ରମିଓ ଲାଲାଜେ ମୋ ସହିତ ଥିଲେ ରମିଓ ଲାଲାଜେ ଦୁନିଆକୁ ମୋର ଭୟ ନାହିଁ ମୋ ଯେ ପୃଥ୍ୱୀରାଜ ହୋଇ ସଜବାଜ ମୋ ସମାଜ କଥା କେହି ନୁହେଁ ବସ୍ এই উদয়গড় সাম্রাজ্যর মহারাজা বিজয় সিং মতে বহুত ভাল